যেতে শীঘ্র পারুছ তু এ ঝিଅକୁ ତା ଘରୁ ଛାଡ଼ି ଦେଇନା ନଚେତ୍ ତୋର ବି ଏ ରାଜମହଲ ରହିବାରେ କୌଣସି ଅଧିକାର ନାହିଁ। ଏଥିରେ ଆପଣଙ୍କ ପୁଅକୁ କିଛି ବି ଦୋଷ ନାହିଁ କି ମୋ ବାପାଙ୍କର ମଧ୍ୟ କିଛି ଦୋଷ ନାହିଁ। ତାହେଲେ ଦୋଷ କାର? ଏ ଦୋଷୀ ହେଉଛି ମୁଁ। ଯାହା ଦଣ୍ଡ ପାଇବି ମୁଁ ପାଇବି ମହାରାଜ। ଚାଲିଛି ମହାରାଜ, ହେଲେ ମୁଁ ଘରକୁ ଯିବିନି। ତାହେଲେ ତମେ କୁଆଡ଼େ ଯିବ? ମୁଁ ଏଠୁ ସିଧା ଚାଲିଯିବି ଆତ୍ମହତ୍ୟା କରିବାକୁ। ମୁଁ ତତେ ଗଲା ଧକ୍କା ଦେଇ ମାରି ରାଜ୍ୟରୁ ବହିଷ୍କାର କରିଦେବି। ଆରେ ତୁ ଯେତେ ଶୀଘ୍ର ପାରୁଛୁ ମୋ ଆଖି ସାମ୍ନାରେ ଦେଖା ନ ହେବାର କଥା। ଆରେ ତୁ ଚାଲି ଯା। ରହିଯାଆନ୍ତୁ ସ୍ୱାମୀ, ରହିଯାଆନ୍ତୁ। ମୋ ବୋହୂକୁ ତୋଡ଼ିଦେବା ପାଇଁ ତମକୁ ଆଦେଶ ଦେଲା କିଏ? ବହୁ ମାନେ? ହଁ ସ୍ୱାମୀ, ଜ୍ୟୋତି ହେଉଛି ଆମ ବୋହୂ, ଏ ରାଜବଂଶର କୁଳବଧୂ। ଯେହେତୁ ମୋ ପୁତ୍ର ତାଙ୍କୁ ବିବାହ କରିଛି। ହଁ ସ୍ୱାମୀ, ସମସ୍ତଙ୍କ ସମ୍ମତି କ୍ରମେ ତମ ପୁଅ ବାହା କରିଛି ତ ତମ ବୋହୂ ହବନି କେମିତି? ହଁ ସେ ମୋ ବୋହୂ। ମାରେ ମହାରାଣୀ, ତୁ ଭୁଲ ବୁଝନା ରେ ମା। ମୁଁ ତୋତେ ପରୀକ୍ଷା କରୁଥିଲି, କିନ୍ତୁ ତୁ ଠିକ ସମୟରେ ଉତ୍ତୀର୍ଣ୍ଣ ହେଇଛୁ। ତମେ ସବୁ ସବଜେକ୍ଟରେ ପୁରା ପାସ୍, 100 ରୁ 100। ହଁ ସ୍ୱାମୀ, ଆଉ ମୋ ପୁଅକୁ ଦେଖ, ସେ କେତେ ସରଳ, କେତେ ନିରୀହ। ମନ୍ତ୍ରୀ ଝିଅକୁ ବିବାହ ହୋଇ ନେଇ ଆସିଲା ସିନା, କିନ୍ତୁ ବାପା ମାଙ୍କୁ ପଦଟିଏ ବି କହିବାକୁ ସାହସ କଲାନି। ମୋ ପୁଅ ପରି କିଏ ହବ? ହଁ ସ୍ୱାମୀ, ମୋ ପୁଅ ପରି କିଏ ହବ? ଦେଖୁନ ମୋ ପୁଅ ବୋହୂ କେତେ ସୁନ୍ଦରିଆ ଦେଖାଯାଉଛନ୍ତି ନା। ଏ ବାବା, ଏ ମା, ତୁ ଜମାରୁ ମନ ଦୁଃଖ କର ନା ରେ। ତମେ ଦି ଜଣ ସେଠି ଠିଆ ହୁଅ, ମୁଁ ବନ୍ଦାପନ କରି ଘରକୁ ପାଛୋଟ ନେବି ହେଲା। ତୁ ମୋର ଧନ, ତୁ ମୋ ଜୀବନ, ତୁ ମୋର ଧନ, ତୁ ମୋ ଜୀବନ, ତୁ ବିନା ନାହିଁ ରେ ମୁଁ, ତୁ ବିନା ନାହିଁ ରେ ମୁଁ, ତୁ ବିନା ନାହିଁ ରେ ମୁଁ, ତୋ ସ୍ନେହରେ ବନ୍ଧା ମୋ ସ୍ନେହରେ ବନ୍ଧା ତୁ, ମୋ ସ୍ନେହରେ ବନ୍ଧା ତୁ। ସ୍ୱାମୀ ଦେଖ, ସ୍ୱାମୀ ଦେଖ, ତମେ ବୋହୂକୁ ତଡ଼ି ଦେଉଥିଲ ନା। ଦେଖ ସ୍ୱାମୀ, ମୋ ପୁଅ ବୋହୂ କେତେ ସୁନ୍ଦରିଆ ଦେଖା ଯାଉଛନ୍ତି। ହଁ ସ୍ୱାମୀ, ଏଥର ଆଉ ମୋର ଚିନ୍ତା ନାହିଁ, କାହିଁକି ନା ଆମ ଘରକୁ ମା ଲକ୍ଷ୍ମୀ ଠାକୁରାଣୀ ଆସି ଯାଇଛନ୍ତି। ଠିକ ମାନେ ଭାବିଛ ମହାରାଣୀ। ସ୍ୱୟଂ ବିଷ୍ଣୁ ଲକ୍ଷ୍ମୀ ଯୋଡ଼ି ଆଉ। ମାରେ, ତୋ ବାବାଙ୍କ କଥାକୁ ତୁ ଜମାରୁ ବି ମନ ଦୁଃଖ କରିବୁନି। ଏ ବାବା, ମୋ ବୋହୂକୁ ଏଥର ଭିତରକୁ ନେଇଯାରେ ଧନ। ଠିକ ଅଛି ମା। ନେଇଯା। କି ସ୍ୱାଗତ